ମୋ ନାଁ ହେଉଛି ସୁଚିସ୍ମିତା ପାତ୍ର, ଭୁବନେଶ୍ୱର ରହେ। ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଉ ଏଠି ଆମର ଗୋଟେ ଖାନା ସଜନ ଗୋଟେ ଛୋଟ ସ୍ମଲ୍ ଗ୍ରୁପ୍ଟେ କରିଥିଲି ମୁଁ, ପ୍ରାୟ 10 ବର୍ଷ ହେଇଗଲାଣି। ଆଉ ଭଲ ଚାଲିଛି। ଏଠି ଚାରିଟି ପ୍ରୋଗ୍ରାମ୍ ହୁଏ। ଆଉ ଆମର ବୃଦ୍ଧାଶ୍ରମରେ ଆମେ ସାହାଯ୍ୟ କରୁ। ଆଉ ଛୋଟ ପିଲାମାନଙ୍କର ବି ଆମେ ତାଙ୍କୁ ସବୁ ବସ୍ତ୍ର ହରିକା ଦେଉ, କମଳ ହରିକା ଦେଉ, ତାଙ୍କର ଖାଇବା ପିଇବା ରାସନ ଜିନିଷ ବି ଆମେ ଦେଉ। ଛୋଟ ପ୍ରୟାସ ଗୋଟେ ଚାଲିଛି। ଆଜି ବି ସେମିତି ଗୋଟେ ଜଗନ୍ନାଥ ମନ୍ଦିର ପାଖରେ ନଅତାଲାର ଜଗନ୍ନାଥ ମନ୍ଦିରରେ ଆମର ବେଶୀ ଚାଲିଛି। ଏଠି ପଣା ପ୍ରୋଗ୍ରାମ୍ ଚାଲିଛି। ଲୋକ ଉଲ୍ଲାସର ସହିତ ପୁରା ଖୁସିରେ ଆସିକି ପଣା ପିଇକି ଯାଉଛନ୍ତି। କ'ଣ କହିବେ ଆଜି ଯେଉଁ ପଣା ହେଉଛି ଜଗନ୍ନାଥଙ୍କ ମହିମା ଗୋଟେ ଆପଣଙ୍କ ସାମ୍ନାରେ ନିହାତି ଆମେ ଜଷ୍ଟ ବାହାରିକି ଆସିଲି ପଣା ନେଇକି। ଏତେ ଜୋରେ ବର୍ଷା ହେଲା, ଭାବିଲି କ'ଣ ହେବ। ଜଗନ୍ନାଥଙ୍କର ଗୋଟେ ବହୁତ ଆଶୀର୍ବାଦ ରହିଛି। ବହୁତ ମାନେ ବାଧାବିଘ୍ନ ଭିତରେ ବି ଏଇଟା କେତେ କେତେ ଇଏରେ ହେଲା ମୁଁ ବି ନିଜେ ଜାଣିନି। ବହୁତ ସୁରୁଖୁରୁରେ ବି ଆରାମସେ ବି ହେଇଯାଇଛି। ମୁଁ 10 ବର୍ଷ ପ୍ରାୟ କରି ଆସିଲାଣି ସୋସିଆଲ ୱାର୍କ କରେ। କିନ୍ତୁ ବୃଦ୍ଧାଶ୍ରମର ବେଶୀ ଲୋକମାନଙ୍କୁ ଗୋଟେ ଇଚ୍ଛା ଅଛି ଯେ ସେମାନଙ୍କୁ ଗୋଟେ ଜାଗାରେ ରଖିକି ତାଙ୍କର ରକ୍ଷଣାବେକ୍ଷଣ କରିବେ। ଆଜିକାଲି ଯାହା ହେଉଛି ମାନେ ବାପା ମାଆଙ୍କୁ ପୁରା ସେମାନଙ୍କୁ ନିଜଠାରୁ ଦୂରେଇ ଯାଉଛନ୍ତି ପିଲାମାନେ। ସେଥିପାଇଁ ମୁଁ ଚାହୁଁଛି ଗୋଟେ ଆଗକୁ ଗୋଟେ କରିବାର ମୋ ପ୍ରୟାସ ଅଛି। ମୁଁ ଏଇଟା ନିଜେ ଗୋଟେ କରିଥିଲି, ଗୋଟେ ବସିଥିଲି ହଠାତ୍ ଗୋଟେ ଫେସବୁକ୍ରେ ଗୋଟେ ଗ୍ରୁପ୍ଟେ କରିଥିଲି। ଆସ୍ତେ ଆସ୍ତେ ସମସ୍ତେ ଅଲଗା ଆମର ଷ୍ଟେଟ୍ରୁ ହଉ ଅଲଗା ଜିଲ୍ଲାରୁ ହଉ ସବୁରେ ଆସିକି ମନକୁ ଆସିକି ତାଙ୍କ ସହିତ ଯୋଡ଼ି ହେଉଛନ୍ତି ମୋ ସହିତ। ଆଗକୁ ବି ଏଇ ପ୍ରୟାସ ରହିବ। ସମସ୍ତଙ୍କର ଅବଦାନ।